ଚାହେଁ ନାହିଁ କି ଝିଅମାନେ କଷ୍ଟ ପାଆନ୍ତୁ ଏବଂ ଯିଏ ସେମାନଙ୍କୁ କଷ୍ଟ ଦିଏ ତାହା ତାଙ୍କ ବାହାରେ ଅଛି ଏବଂ ଭିତରେ ମଧ୍ୟ। ତାଙ୍କ ବାହାରେ ପିତୃସତ୍ତା, ଶରୀର ସହ ନିଜକୁ ଯୋଡ଼ିବା ଏବଂ ବସ୍ତୁବାଦ ଭଳି ଅନ୍ଧ ଶକ୍ତିମାନ ଅଛନ୍ତି ଏବଂ ସ୍ତ୍ରୀର ଭିତରେ ତାର ଶାରୀରିକତାର ଶକ୍ତି, ସେଗୁଡ଼ିକ ହିଁ ତାକୁ କଷ୍ଟ ଦିଅନ୍ତି। ଝିଅମାନେ ଅଧିକ ଭାବପ୍ରବଣ ଏବଂ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତି ଏବଂ ଏହା ଜୀବନରେ ସେମାନଙ୍କ ସମ୍ମୁଖରେ ଆସୁଥିବା ଏକ ଗମ୍ଭୀର ବାଧା ଅଟେ। ଅନେକ ମହିଳା ନିଜର ଭାବପ୍ରବଣତାକୁ ନିଜର ଶକ୍ତି ବୋଲି ମାନନ୍ତି, ଯଦିଓ ଏହା ସେମିତି ନୁହେଁ। ଏହା ଏମିତି କିଛି ଯାହା ଅଳାୟତ୍ତ, ଯାହା ଶରୀର, ଶାରୀରିକ ଗଠନ, ରାସାୟନିକ ପଦାର୍ଥ ଏବଂ ହରମୋନ୍ରୁ ଉତ୍ପନ୍ନ ହୁଏ। ଏହାକୁ ବୁଝିବା ଉଚିତ ଏବଂ ଏଥିରୁ ନିରାପଦ ଦୂରତା ବଜାୟ ରଖିବା ଉଚିତ। ମୁଁ ଏହା କହୁନାହିଁ କି ଆପଣ ନିଜ ଭାବନାକୁ ଚାପି ଦିଅନ୍ତୁ। ନିଜ ଭାବନାକୁ ବୁଝନ୍ତୁ ଏବଂ ନିଜ ଭାବନାକୁ ବୁଝିବା ପାଇଁ ଅଲଗା ରହିବା ଆବଶ୍ୟକ। ଆପଣଙ୍କ ଚିନ୍ତାଧାରା, ଭାବନା ଏବଂ ପ୍ରତିକ୍ରିୟା କେଉଁଠୁ ଆସୁଛି ତାହା ଦେଖିବାରେ ଆପଣ ସକ୍ଷମ ହେବା ଉଚିତ।